ଜୟ ଜଗନ୍ନାଥ। ୱେଲକମ୍ ଟୁ ମାଇ ଚ୍ୟାନେଲ୍। ତ ଆଜି ମୁଁ ଆପଣମାନଙ୍କୁ କାଲି ଯେମିତିକି ଦେଖେଇଥିଲି କେମିତି କୋଟେକ୍ସର ଆକାଉଣ୍ଟ ଖୋଲିବେ, ତ ଆଜି ମୁଁ ଦେଖେଇବି କେମିତି ଆପଣମାନେ ବାଇନାନ୍ସରେ ଆଗ ବାଏ କରିବେ, ବାଏ କରିକି ଡିପୋଜିଟ୍ କରିବେ। ଆଜି ଡିପୋଜିଟ୍ର ଭିଡ଼ିଓଟା ମୁଁ କରିବିନି, ଆଜି ଖାଲି ବାଏର ଭିଡ଼ିଓଟା କରିବି। ତ କେମିତି ଟୋଟାଲ୍ ପ୍ରୋସେସ୍ଟା ପ୍ରଥମରୁ ଲାଷ୍ଟ ଯାକେ ଦେଖନ୍ତୁ, କେମିତି ଆପଣ ବାଏ କରିବେ ବାଇନାନ୍ସରେ, ସବୁଠୁ ଇଜି ପ୍ରୋସେସ୍। ତ ଚାଲ ଷ୍ଟାର୍ଟ କରିବା, ଆଉ ମୋବାଇଲ୍ ସ୍କ୍ରିନ୍କି ଯିବା, ଦେନ୍ ଆମେ ଷ୍ଟାର୍ଟ କରିବା। ଓକେ, ତ ବର୍ତ୍ତମାନ ଆମେ ଆସି ସାରିଛନ୍ତି ଆମ ମୋବାଇଲ୍ ସ୍କ୍ରିନ୍କି। ଯିବା ବାଇନାନ୍ସକୁ, ଯିବା ବାଇନାନ୍ସ ଆପ୍କୁ ଓପନ୍ କରିବା। ବର୍ତ୍ତମାନ ତ ଆମ ବାଇନାନ୍ସ ଆପ୍ ବର୍ତ୍ତମାନ ଓପନ୍ ହୋଇଯାଇଛି। ତ ଆପଣ ଦେଖିପାରୁଥିବେ ଏଇଠି P2P ଲେଖା ହେଇଛି, ଆପଣ ସେଇଟାକୁ କ୍ଲିକ୍ କରିପାରିବେ, ନହେଲେ ସେ ଟ୍ରେଡ଼୍କୁ ଯାଇକି ଆସିବେ। ଟ୍ରେଡ଼୍ ତଳେ ଲେଖା ହେଇଥିବା ଟ୍ରେଡ଼୍କୁ, ଦେନ୍ ଉପରେ ଲେଖା ହେଇଛି କନଭର୍ଟ ସ୍ପଟ୍ ଷ୍ଟକ୍ P2P ଆଲଫା। ଆପଣ P2P କି ଯିବେ, ଦେନ୍ ଆପଣଙ୍କ ଆମାଉଣ୍ଟ ଏଠି ସେଟ୍ କରିବେ। ଦେନ୍ ଏଠି ଲେଖା ହେଇଛି 400, 2000, 10,000, 20,000। ତ ତାର ମିନିମମ୍ ଆମାଉଣ୍ଟ 400 ଟଙ୍କାରୁ ଆପଣ ଯେପର୍ଯ୍ୟନ୍ତ ବାଏ କରିପାରିବେ, ଅଧିକା କମ୍ ନୁହେଁ। 400 ମିନିମମ୍ ଆମାଉଣ୍ଟ ହେଉଛି 400 ହେଲା। ତ ମୁଁ ଏଇଠି 2000 ଟୁକେ ମାରିବି, 2000 ବାଏ କରିବି। କନଫର୍ମ କ୍ଲିକ୍ କଲେ ତ ବର୍ତ୍ତମାନ ତା ସାଇଡ଼୍ରେ ଦେଖିପାରୁଥିବେ ପେମେଣ୍ଟ ଦେଇଛି, ଅଲ୍ ଦେଇଛି, UPI ଲାଇଟ୍ ସବୁ ପେମେଣ୍ଟ ମେଥଡ଼ ଗୁଡ଼ାକ ଦେଇଛି। ଯଦି ଆପଣଙ୍କର ଯେଉଁଟା ଆପଣ କରୁଛନ୍ତି, ଯେମିତି UPI ଅଛି କିମ୍ବା ପେଟିଏମ୍, IMPS, ବ୍ୟାଙ୍କ ଟ୍ରାନ୍ସଫର୍, ଡିଜିପେ, ତ ସବୁ ପ୍ରକାର ଦେଇଛି। ତ ମୁଁ ଡିଜିପେକୁ ସିଲେକ୍ଟ କରିବି, ଯେହେତୁ ମୁଁ ଡିଜିପେରେ କରୁଛି। ତ ଆପଣମାନେ UPI କହିପାରିବେ, ପେଟିଏମ୍ କରିପାରିବେ। ତ ଡିଜିପେରେ ଯେଉଁମାନେ ଅଛନ୍ତି ସେମାନେ ଏଠି ଦେଖନ୍ତୁ ଆସିଗଲେ, ଏଠି ଡିଜିପେ ବାଲା ଯେତେ ସବୁ ଆସିଗଲେ। ତ ଟାଇମ୍ ରିମାଇଣ୍ଡର ଦେଖିବେ, ଏଠି ସାଇଡ଼୍ରେ ଡିଜିପେ ଉପରେ ଲେଖା ହେଇଛି, ତା ସାଇଡ଼୍ରେ ଲେଖା ହେଇଛି 15 ମିନିଟ୍। ତ ଆମର 15 ମିନିଟ୍ ଭିତରେ ଟ୍ରେଡ଼୍ଟା କମ୍ପ୍ଲିଟ୍ ହେବ କିମ୍ବା କ୍ୟାନସଲ୍ ହେବ, ଯାହା ବି ହେବ। 15 ମିନିଟ୍ ତାର ଟାଇମ୍ ରିମାଇଣ୍ଡର। ଦେନ୍ ଏଠି ଦେଖିବେ ଫାଷ୍ଟ ଆପଣଙ୍କର ଯେଉଁଠି ଲେଖା ହେଇଛି, ଯେମିତି ଦେଖିବେ ଏଠି ମେନ୍ୟୁ ଷ୍ଟାର୍ ଲେଖା ହେଇଛି, ଦେନ୍ ତାପରେ ଲେଖା ହେଇଛି ଟ୍ରେଡ଼୍ସ 460, 100%। ତା ସାଇଡ଼୍ରେ ଲେଖା ହେଇଛି 99.88%, ମାନେ ତାକୁ ଲୋକ 99% ଲୋକ ତାକୁ ଲାଇକ୍ କରିଛନ୍ତି, ମାନେ ତା ଟ୍ରେଡ଼୍ ତା ସହିତ କରିଛନ୍ତି, ମାନେ କମ୍ଫର୍ଟେବୁଲ୍ ଟ୍ରେଡ଼୍ କରିଛନ୍ତି। ତ ସେମିତି ଦେଖିବେ ମିନିମମ୍ 90 ଉପରକୁ ଯେମିତି ପରସେଣ୍ଟ ଥିବ, ତ ସେଇଭଳିଆ ଲୋକ ସହିତ ଟ୍ରେଡ଼୍ କରିବେ। ଓକେ, ତ ସେକେଣ୍ଡ କଥା ଗୋଟେ ଦେଖନ୍ତୁ, ଏଇଠି ଲେଖା ହେଇଛି USDT ଦେଖିବେ, USDT ହିଁ ସବୁବେଳେ ରଖିବେ ହେଲା। USDT ରଖିବେ, କାରଣ ଆପଣ USDT କିଣିବେ। ସରି, ଗୋଟେ ମଝିରେ ଗୋଟେ କଲ୍ ଆସିଥିଲା, ତ ସ୍କ୍ରିନ୍ ରେକର୍ଡ଼ ଆମର ବନ୍ଦ ହେଲା, ତ ଆଜ୍ଞା ଷ୍ଟାର୍ଟ କରୁଛି। ତ ଦେଖନ୍ତୁ ଆମେ ଯାଇଥିଲେ USDT ଯାକେ, USDT ଆମର ଆମେ କିଣିଥିଲେ। ତ USDTରେ ଆମେ ରଖିବା, ଦେନ୍ ଆମେ ସେଇଠି ଦେଖିବା। ଯେମିତି ଇଏ ଲେଖା ହେଇଛି ଭେନ୍ୟୁ ଷ୍ଟାର୍, ମୁଁ ଦେଖିବି DJ ଟେକ୍ ଗ୍ରୁପ୍, ମୁଁ 100% ଯେହେତୁ ୟାକୁ ମୁଁ ସିଲେକ୍ଟ କରିବି। ବର୍ତ୍ତମାନ ପ୍ରାଇସ୍ ଆମେ 104 ଟଙ୍କାରେ କିଣୁଛନ୍ତି। ତ ୟାର ଦେଖନ୍ତୁ ତଳେ ଲେଖା ହେଇଛି ଆଡ଼ଭାଇଜର ରିକ୍ୱାରମେଣ୍ଟ, ସେ କ'ଣ କ'ଣ ତା ରିକ୍ୱାରମେଣ୍ଟ ଡିଜି ଦେଇଛି, ପ୍ୟାନ୍ କାର୍ଡ଼ ରିକ୍ୱାରମେଣ୍ଟ, ତାପରେ ପେମେଣ୍ଟ ରିସିପ୍ଟ ରିକ୍ୱାରମେଣ୍ଟ, ଫଟୋ ID ରିକ୍ୱେଷ୍ଟ, ତାର ସବୁ ସେ ଟର୍ମ ଆଣ୍ଡ କଣ୍ଡିସନ୍ ଦେଇଛି ହେଲା। ସବୁ ସେ ଲେଖିଛି, ଦେନ୍ ପଢ଼ିବେ ସେ, ଦେନ୍ ତାପରେ ଆପଣ ଟ୍ରାନ୍ସଫର୍ କରିବେ। ଓକେ, ତ ମୁଁ ୟାକୁ ବ୍ୟାକ୍ କରିକି ଦେଖୁଛି, ଦେଖିବା। ଇଏ ଯେହେତୁ ବେଶୀ କିଛି ମାନେ ମାଗୁନାହାନ୍ତି, ଆଧାର କାର୍ଡ଼ ID ପ୍ରୁଫ୍ ବେଶୀ ମାଗୁନାହାନ୍ତି, ତ ମୁଁ ୟାକୁ ହିଁ ସିଲେକ୍ଟ କରିବି। ଆଧାର କାର୍ଡ଼ ID ପ୍ରୁଫ୍ ଦେଲେ କିଛି ଅସୁବିଧା ନାହିଁ, ଯେହେତୁ ଆମେ କମ୍ ଆମାଉଣ୍ଟର ମାଗୁଛନ୍ତି, ତ ଏତେ କାହାକୁ ନିଜର ଡାଟା ସେୟାର କରିବା ଦରକାର ନାହିଁ। ଯଦି ଆମେ ବଡ଼ ଆମାଉଣ୍ଟ ମାଗୁଛନ୍ତି, ତ ସେଗୁଡ଼ା କମ୍ପଲସରି, ଯେହେତୁ ସେ ଏତେ ବଡ଼ ଆମାଉଣ୍ଟ ଟ୍ରାନ୍ସଫର୍ କରିବେ କିମ୍ବା ସେ ନେବେ, ଯେହେତୁ ଫ୍ରିଜ୍ କାର୍ଡ଼ ଆକାଉଣ୍ଟ ଫ୍ରିଜ୍ ନ ହଉ। ତ ବର୍ତ୍ତମାନ ଆମେ ଏଇଠି ପ୍ଲେସ୍ ଅର୍ଡ଼ର ମାରିବା ହେଲା। ପ୍ଲେସ୍ ଅର୍ଡ଼ର ମାରିଲେ ଦେନ୍ ସେ ତାର ଏଠି ଦେଖିଲା ଓପନ୍ ଡିଜିଟାଲ୍ ଇ-ରୁପି ପେମେଣ୍ଟ, ମାନେ ଆମେ ଡିଜିଟାଲ୍ ଇ-ରୁପିରେ ହିଁ ପେମେଣ୍ଟ କରିବା, ଅଲଗା କେଉଁଥିରେ କରିବାନି। ଅଲଗା କେଉଁଥିରେ ଯଦି ଆମେ କରୁଛନ୍ତି, ତ ସେମାନେ ବାଇନାନ୍ସରେ କିମ୍ବା କେଉଁଥିରେ ବି କମ୍ପ୍ଲେନ୍ ଦେଲେ ଆପଣ ଆକାଉଣ୍ଟଟି ବ୍ଲକ୍ ହେଇଯିବ। ତ ଆମର ଯେଉଁଥିରେ ଅର୍ଡ଼ର କରିଥିବେ, ଯେମିତିକି ମୁଁ ଇ-ରୁପିରେ କହିଛି, ଯଦି UPIରେ କହିଥାନ୍ତି UPIରେ ହିଁ ପେମେଣ୍ଟ କରିବି, ଅଲଗା କେଉଁଥିରେ କରିବାର ନାହିଁ। ଓକେ, ଦେନ୍ ଆମେ ଦେଖିବା ଏଇଠି ସେ ଲେଖିଛନ୍ତି QR କୋଡ଼୍, ଆମେ QR କୋଡ଼୍ରେ ପେମେଣ୍ଟ କରିବା। ତା QR କୋଡ଼୍ରେ ଏଇଠି କ୍ଲିକ୍ କରିବା। ତ ଏଇଟାକୁ ଆମେ ସେଭ୍ କରିନେବା। ସେଭ୍ କରିନେଲା ପରେ ବର୍ତ୍ତମାନ ଚାର୍ଟକୁ ଯିବା। ଚାର୍ଟକୁ ଗଲେ ସେ ତାର ଦେଇଛନ୍ତି ନୋ ଥାର୍ଡ଼, ତାର ଡେସ୍କ୍ରିପ୍ସନ୍ରେ ଲେଖିଛନ୍ତି ନୋ ଥାର୍ଡ଼ ପାର୍ଟି ପେମେଣ୍ଟ ଆଲାଉ, ବାଇନାନ୍ସ ନେମ୍ ଇଜ୍ ବ୍ୟାଙ୍କ ନେମ୍ ମୋଷ୍ଟ ବି ସେମ୍, ମାନେ ବାଇନାନ୍ସ ତୁମର ଯେଉଁ ଆକାଉଣ୍ଟ ତୁମେ ଯେଉଁ ଖୋଲିଛ ଯେଉଁ ନାଁରେ, ଦୁଇଟା ଯାକ ସମାନ ହେଇଥିବା ଦରକାର, ନହେଲେ ସେମାନେ ତୁମ ପେମେଣ୍ଟକୁ ରିସିଭ୍ କରିବେନି କିମ୍ବା ତୁମ USDT ତୁମକୁ ଦେବେନି। ଓକେ, ସେ ଲେଖିଛନ୍ତି ଦେଖ, ନୋ UPI, ଗୁଗଲ୍ ପେ, ଫୋନ୍ ପେ, ପେଟିଏମ୍, ଓନ୍ଲି DigiRupi,
QR କୋଡ଼ ଅପଲୋଡ଼ ଇନ୍ ପେମେଣ୍ଟ ଡିଟେଲ୍ସ ସେ ଦେଇଛନ୍ତି ସେଇଟା ଲେଖିଯାଇଥିବ ଟୋଟାଲ୍ ତାପରେ ପଢ଼ିବା ଦେନ୍ କରିବା ତାପରେ ଆମେ ସେ ଅନଲାଇନ୍ ଅଛନ୍ତି ନାଇଁ ଆଗ ଫାଷ୍ଟ ଆମେ ହାଏ ମେସେଜ୍ କରିବା ସେ କ'ଣ ରେସ୍ପଣ୍ଡ କରୁଛନ୍ତି ସେ ଯଦି ଅନଲାଇନ୍ ଥିବେ ସେ ତାଙ୍କ ଆଡ଼ୁ ଲେଖିବେ ହାଏ ହ୍ୟାଲୋ ଯାହା ବି ହେଲେ ସେ ମେସେଜ୍ ଲେଖିବେ ଦେନ୍ ପେମେଣ୍ଟ କର ବୋଲି ଲେଖିବେ ତ ଆମେ ଏଇଠି ଲେଖିଦେବା କ୍ୟାନ୍ ଆଇ ପେ ସାର୍ ତ ସେ ଯେତେବେଳେ ସିନ୍ କରିବେ ଦେନ୍ ଦେଖିବେ ତ ତାଙ୍କ ପଟୁ ଆସିଗଲା ମେସେଜ୍ ଆସିଲା ୱେଲକମ୍ ବାୟର୍ ଆଇ ଆମ୍ ଅନଲାଇନ୍ ପ୍ଲିଜ୍ ପେ ୟୁଜିଂ ଦ QR କୋଡ଼୍ ତ ଆମେ QR କୋଡ଼୍ ସେ ଦେଇଥିବା QR କୋଡ଼୍ ଆମେ ପେମେଣ୍ଟ କରିପାରିବା ବୋଲି ସେ ଲେଖିଲେ ଓକେ ତ ଆମେ ୟାକୁ ବ୍ୟାକ୍ କରି ମିନିମାଇଜ୍ କରିଦେବା ଦେନ୍ ଆମେ ଡିଜିପେକୁ ଯିବା ଆମର ଆପ୍କୁ ଯେମିତିକି ଡିଜିପେ ମୁଁ ସିଲେକ୍ଟ କରିଥିଲି ତ ଡିଜିପେରେ ମୁଁ ପେମେଣ୍ଟ କରିବି ବର୍ତ୍ତମାନ ଏଇଠି ଆସିଲା ସେଣ୍ଡକୁ ଯିବା ସେଣ୍ଡକୁ ଆସି ସ୍କାନରକୁ ମାରିଲେ ଦେନ୍ ତାକୁ ସ୍କାନରକୁ ସେଭ୍ କରିଥିବା ସ୍କାନରକୁ ଆମେ ସିଲେକ୍ଟ କରିଦେଲେ କିପ୍ କରେଣ୍ଟ ରଖିବା ଦେନ୍ ଆମେ 2000 ଏଠି ପେ କରିବା ସ୍ୱାଇପ୍ ଅପ୍ କରିବା ତ ଏଇଠି ମୋର ମୁଁ ପିନ୍ଟା ସେଟ୍ କରିବି ତ ପିନ୍ଟାକୁ ମୁଁ ସେଟ୍ କରିକି ଆପଣଙ୍କୁ ଦେଖାଉଛି ତ ମୁଁ ମୋର ଏବେ ପିନ୍ ଦେଇଦେଇଛି ତାକୁ ସବମିଟ୍ କରିଦେବା ଦେଖନ୍ତୁ ଏବେ ହେଇଗଲା ପେମେଣ୍ଟ କମ୍ପ୍ଲିଟ୍ ହେଇଗଲା ତ ଏଠି ତା'ର ନାଁ ସହିତ ଆମେ ମ୍ୟାଚ୍ କରିବା ତ ମୁଁ ଗୋଟେ ଜିନିଷ ଭୁଲିଗଲି ପେମେଣ୍ଟ କରିବା ପୂର୍ବରୁ ଆପଣଙ୍କୁ କହିବା କଥା ଯେ ଆଗ ନାଁ ଦେଖିବେ ତା'ର ବାଇନାନ୍ସ ନାଁ ଯେଉଁଟା ଅଛି ସେଇଟା ଆପଣଙ୍କ ସ୍କାନରରେ ନାଁ ଆସୁଛି ନା ନାହିଁ ତ ଏଠି ଆସୁଛି କ'ଣ ବାସ୍ତବ ସେଠି ଆମେ ଦେଖିବା ତ ଆମେ ଏଠି ଆଗ ଇମେଜଟାକୁ ସେଭ୍ କରିଦେବା ଦେନ୍ ହୋମ୍କୁ ଯିବା ୟାର କାମ ସରିଗଲା ତ ୟାକୁ ଆମେ ମିନିମାଇଜ୍ କରିକି ପୁଣି ବାଇନାନ୍ସକୁ ଯିବା ବାଇନାନ୍ସରେ ତାଙ୍କ ନାଁଟି ଆମେ ଦେଖିବା ଏଠି କ'ଣ ଲେଖାଛି ନେମ୍ ବାସ୍ତବ ସେଠି ଓକେ ସେ ଠିକ୍ ହେଇଗଲା ତ ସେ ତାଙ୍କ ତରଫରୁ ପେ ବୋଲି ମେସେଜ୍ କଲେ ତ ଆମେ ପେ ଯେହେତୁ କରିସାରିଛନ୍ତି ଆମେ ତାକୁ ଅପଲୋଡ଼ ପ୍ରୁଫ୍ରେ ଯିବା ଦେନ୍ ଆମେ ସିଲେକ୍ଟ ଇମେଜ୍ କରିକି ସେ ଯେଉଁ ସ୍କ୍ରିନ୍ ଯେଉଁଠି ସେଭ୍ କରିଥିଲେ ଯେଉଁ ପେମେଣ୍ଟ ରିସିପ୍ଟ ଏଠି ଆମେ 3 ଥର ଏଠି ଦେବା ତ ଏଠି ହେଇଗଲା ଓକେ ହେଇଗଲା ତାପରେ ଏଠି ଲେଖା ହେଇଛି ଆଇ ହାଭ୍ ମେଡ୍ ଦ ଟ୍ରାନ୍ସଫର୍ ୱିଥ୍ ମାଇ ଓନ୍ ପେମେଣ୍ଟ ଆକାଉଣ୍ଟ ଅଣ୍ଡର ଦ ନେମ୍ ଲିଲନ ସାହୁ ଓକେ ତ ଏଟାକୁ ଆମେ ଟିକ୍ କରିକି କନଫର୍ମ କରିବା ଆମେ ଯେହେତୁ ପେମେଣ୍ଟ କନଫର୍ମ କରିଛନ୍ତି ତ ବର୍ତ୍ତମାନ ତାଙ୍କ ଉପରୁ କନଫର୍ମେସନ୍ ଆସିବ ବର୍ତ୍ତମାନ ସେ ଲେଖିଲେ ପ୍ଲିଜ୍ ୱେଟ୍ ଲିଲନ ସାହୁ ଚେକିଂ ଦ ପେମେଣ୍ଟ ଆଣ୍ଡ ରିଲିଜିଂ ସର୍ଟଲି ସେ ପେମେଣ୍ଟ ଯାଇଛି ନା ନାହିଁ ଚେକ୍ କରିକି ତାଙ୍କ ଆକାଉଣ୍ଟରେ ଦେନ୍ ସେ ପେମେଣ୍ଟକୁ ट्रांसफर करेंगे आम यूएसडीटी आमको देवे ओके बर्तमान देखा तो से लिखले प्लीज शेयर पॉजिटिव फीडबैक माने पॉजिटिव फीडबैक देवाई से कहले तो बर्तमान से हमको $1 दे रिलीज करदेला पटू तो आम पाक डॉलर आसीगला 2000 टकर 19.06 यूएसडीटी किनले आई हैव रिलीज बोली से मेसेज कले ओके तो आप चेक आसेट को जापर तो बर्तमान आम होम पेज देखा आमर आसी ना ना तुम आगे $5 थी बर्तमान $24 होगा बर्तमान देखिए तो आमर ये आसी सारी $24 ओके तो आपको जो किणवे आपणकर फ्रंट पेज को आसवा तो यदि से न आसला आप आसेट को जाइए आप ओवरव्यू रे देखिपारे से $24 होगा ओके तो ये थी गोटे सिंपली माने उपाय केमी आप बाइनान्स रू बाय करेंगे तो जदि आपण मैंने वीडियो भल लगी शिखी पाई तो निहाती भाव में वीडियो को लाइक करदे निश्चिंत भाव लाइक चैनल सब्सक्राइब करने को भूलिए एमती इनफॉर्मेटिव चैनल यदि आप सब्सक्राइब न करेंगे बाइनान्स वाले मु वीडियो ट्रेडिंग लाइव आसुची ट्रेडिंग केतले नवा वीडियो मु सहित ट्रेडिंग जानि पारिबेनी माने चैनल सब्सक्राइब करके बेल आइकन दबाइ देबो चैलेंज कर जदि आपण पाखो सहित भी ग्रो करिया चाहू तो लाइव रे आसी तो जदि आपण माने चाहू सति किछि कॉन्टेक्ट विषय जानिया पई आका मो केमती माने कॉन्टेक्ट ट्रेडिंग करिया पड़ो गोटे चैप्टर भी आपण काहे कि फटाफट जाई सब चैप्टर माने सब्सक्राइब कर दियो बेल आइकन को दबाइ दियो कारण बेल आइकन को धीरे शिखिबे तो मु किछि नुवा वीडियो अपलोड करबी त आपण सेति चैनल को सब्सक्राइब करो नोटिफिकेशन जेटा आउट कथा रहला नेक्स्ट काली मु वीडियो पकेबी केमती आप लाइव आसु बाइनान्स नोटिफिकेशन डिपॉजिट पड़िबो तो आपण लाइव रे मो सहित तो एति थिला आजिरो वीडियोटी तो काली आजिरो वीडियो केमती डिपॉजिट करावा नेक्स्ट वीडियो टॉपिक रहइबा हम केमती बाइनान्स रे केमती कॉन्टेक्ट रे डिपॉजिट करिया करंतु लाइक करंतु तो से पर्यंत चैनल जल्दी सब्सक्राइब कर दियो थैंक यू हाईलाइट करनी फटाफट जल्दी सब्सक्राइब कर